ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ପାଠ 8 ମାମୁନିର କଣ୍ଢେଇକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟି ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି କବିତାଟିକୁ ବା ଏହି ଗୀତଟିକୁ ଆମେ ଗାଇବା ଏବଂ ବୁଝିବା। ମାମୁନିର କଣ୍ଢେଇ। ମାମୁନିର ମନ ଭଲ ନାହିଁ, ସକେଇ ହେଉଛି କଇଁ କଇଁ। କଣ୍ଢେଇ ଗୋଟିଏ ନାହିଁ ତାର, ଲୁହ ଗଡ଼ିଯାଏ ସର ସର। ଏଠାରେ ମାମୁନି କାନ୍ଦୁଛି। କିପରି କାନ୍ଦୁଛି? କଇଁ କଇଁ ହୋଇ କାନ୍ଦୁଛି। କାହିଁକି? ତାର ମନ ଭଲ ନାହିଁ, ନା ତା ପାଖରେ କଣ୍ଢେଇ ନାହିଁ, ତେଣୁ ସେ କଇଁ କଇଁ ହୋଇ କାନ୍ଦୁଛି। କଇଁ କଇଁ ହୋଇ କାନ୍ଦୁଛି। କଣ୍ଢେଇ ଗୋଟିଏ ତାର ନାହିଁ, ଲୁହ ଗଡ଼ିଯାଏ ସର ସର। ତେଣୁ ଲୁହ ଗଡ଼ାଉଥାଏ, କାନ୍ଦୁଥାଏ। କଣ୍ଢେଇ ନଥିବାରୁ ମାମୁନି କାନ୍ଦୁଥାଏ। ତାପରେ ଦେଖ ପିଲାମାନେ, ମାଟିର କଣ୍ଢେଇ ଗଢ଼ି ଆଇ ମାମୁନି ପାଖରେ ଦେଲେ ଥୋଇ। ମାମୁନି ଟିକିଏ ଦେଲା ଚାହିଁ, କଣ୍ଢେଇ ଦେହରେ ରଙ୍ଗ ନାହିଁ। ଦେଖ ଆଇ ମାଟିର ଏକ କଣ୍ଢେଇ ଗଢ଼ିଦେଲେ। ମାଟିର କଣ୍ଢେଇ ଆଇ ଗଢ଼ିଦେଲେ। ଗଢ଼ି କାହାକୁ ଦେଲେ? ମାମୁନି ପାଖରେ ଥୋଇଦେଲେ। ଯେତେବେଳେ ଥୋଇଦେଲେ, ମାମୁନି ସେ କଣ୍ଢେଇକୁ ଚାହିଁଲା, କିନ୍ତୁ ସେଇ କଣ୍ଢେଇରେ ରଙ୍ଗ ଲାଗିନାହିଁ। କଣ୍ଢେଇରେ ରଙ୍ଗ ନାହିଁ। ତାପରେ ଦେଖ, ସବୁଜ ରଙ୍ଗ। ସବୁ ରଙ୍ଗ ମାମୁଁ ହାତେ ଦେଖି, ମାମୁନିର ଆଖି ଗଲା ଲାଖି। ରଙ୍ଗ ଡବା ଧରି ଦୌଡ଼ିଲା, କଣ୍ଢେଇ ଗୁଡ଼ିକୁ ରଙ୍ଗ କଲା। ତାପରେ ଦେଖ, ସବୁ ରଙ୍ଗ, ସବୁ ପ୍ରକାର ରଙ୍ଗ ମାମୁଁର ହାତରେ ଦେଖିଲା। ମାମୁନି ମାମୁଁ ହାତରେ ଦେଖିଲା ସବୁ ରଙ୍ଗ ଅଛି। ତେଣୁ ମାମୁନିର ଆଖି ଗଲା ଲାଖି। ଆଖି ସେ କଲର ଉପରେ ଲାଖିଲା। ସେ ଭାବିଲା, ମାମୁଁ ଯଦି କଲର ଗୁଡ଼ିକ ଦେବେ, ରଙ୍ଗ ଦେବେ, ତାହେଲେ ମୁଁ ଏହି କଣ୍ଢେଇରେ ରଙ୍ଗ ଦେଇଥାନ୍ତି। ତେଣୁ କୁଆ କୋଇଲିକୁ କଳା କଲା, ବଗ ବଗୁଲିକୁ ବୋଳି ଧଳା। ବଗ ବଗୁଲିକୁ ଧଳା କଲା। ବଗ ରଙ୍ଗ ଧଳା, ବଗୁଲି ରଙ୍ଗ ଧଳା। ତେଣୁ ବଗ ବଗୁଲିକୁ ଧଳା ରଙ୍ଗ ଦେଲା। କୁଆ କୋଇଲିକୁ କଳା ରଙ୍ଗ ଦେଲା। ଆମେ ଜାଣିଲେ କ'ଣ? କାଉର ରଙ୍ଗ କଳା, କୋଇଲିର ରଙ୍ଗ କଳା। ମାଟିଆ ରଙ୍ଗକୁ ଚିଲ ଦେହେ, ଚିଲକୁ ମାଟିଆ ରଙ୍ଗ ଦେଲା। ପାରା ଧରି ରଙ୍ଗ ଆଡ଼େ ଚାହେଁ, ତାର ପାରା ଧରିକିରି ରଙ୍ଗ ଆଡ଼େ ଚାହେଁ। ବୁଝିଲା ପିଲାମାନେ? ହଳଦୀ ବସନ୍ତ ବାକି ଅଛି। ହଳଦୀ ବସନ୍ତ ଚଢ଼େଇ ସେ ବାକି ଅଛି। ହଳଦିଆ ରଙ୍ଗ ଦେବ ବାଛି। ତେଣୁ ହଳଦୀ ବସନ୍ତର ରଙ୍ଗ ହେଉଛି ହଳଦିଆ। ତେଣୁ ସେଇ ହଳଦିଆ ରଙ୍ଗ ବାଛିଲା। ମାମୁନିର ମୁଣ୍ଡ ବୁଲାଇଲା। ମାମୁନିର ମୁଣ୍ଡ ବୁଲେଇ ହେଲା, ହାତୁ ରଙ୍ଗ ଡବା ପଡ଼ିଗଲା। ଯେତେବେଳେ ମୁଣ୍ଡ ବୁଲେଇ ହେଲା ରଙ୍ଗ ଦେଉଥିବା ସମୟରେ, ସେ ମୁଣ୍ଡ ବୁଲେଇବାରୁ ହାତର ରଙ୍ଗ ଡବାଟି ପଡ଼ିଗଲା। ସବୁ ରଙ୍ଗ ଯାକ ହେଲା ଗୋଳି। ସବୁ ରଙ୍ଗ ଯାକ ହେଲା ଗୋଳି, ମୟୂର ଦେହରେ ଦେଲା ବୋଳି। ସବୁ ରଙ୍ଗ ଯାକ ଗୋଳି ମୟୂର ଦେହରେ ବୋଳି ଦେଲା। ମୟୂର ଦେହରେ ବୋଳି ଦେଲା। ମାମୁନି ହସିଲା କିରି କିରି, ଖୁସିରେ ବୁଲିଲା ଘିରି ଘିରି। ମାମୁନି ତାପରେ ହସିଲା, କିରି କିରି ହୋଇ ହସିଲା, ଖୁସିରେ ବୁଲିଲା ଘିରି ଘିରି। ସବୁ ପକ୍ଷୀ କଣ୍ଢେଇକୁ ଧରି ସେ ଘିରି ଘିରି ହୋଇ ବୁଲିଲା। ପିଲାମାନେ, ଏହି ପାଠର ଆଲୋଚନା ସରିଲା। ବର୍ତ୍ତମାନ ଆମେ ଏହାର ଅଭ୍ୟାସ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଆଉ କେଉଁଥିରେ କଣ୍ଢେଇ ଗଢ଼ା ଯିବାର ତୁମେ ଜାଣିଛ, ତାକୁ ଲେଖିବ। ଏଠି ଲେଖିବା, ଆମେ ଜାଣିଛୁ ମାଟିରେ ଯେପରି କଣ୍ଢେଇ ହୁଏ, ସେଭଳି ମାଟିରେ ଯେପରି କଣ୍ଢେଇ ହୁଏ, ପିତ୍ତଳ, ରୂପା, ସୁନା, କାଠ ଇତ୍ୟାଦିରେ କଣ୍ଢେଇ ତିଆରି ବା କଣ୍ଢେଇ ଗଢ଼ାଯିବାର ଆମେ ଜାଣିଛୁ। ମାଟିରେ ତୁମେ କେଉଁ ସବୁ କଣ୍ଢେଇ ଗଢ଼ିପାରିବ? ମାଟିରେ ବିଭିନ୍ନ ପ୍ରକାର ଫୁଲ, ଫଳ
ବିଭଙ୍କର ମୂର୍ତ୍ତି ଆମେ ଗଢ଼ିପାରିବୁ। କଣ୍ଢେଇ ଗଢ଼ିଲା ପରେ ଯଦି ରଙ୍ଗ ନ ଦେବା ତେବେ ସେଗୁଡ଼ିକ କିପରି ଦେଖାଯିବ? ସୁନ୍ଦର ଦେଖାଯିବ ନାହିଁ। ଘ ହାତୀ କଣ୍ଢେଇଟି ଗଢ଼ିବା ପାଇଁ ତୁମକୁ କ'ଣ କରିବାକୁ ପଡ଼ିବ? ହାତୀ କଣ୍ଢେଇ ଗଢ଼ିବା ପାଇଁ ପ୍ରଥମେ ମାଟିକୁ ଚକଡ଼ିବାକୁ ପଡ଼ିବ। ମାଟିକୁ ଚକଡ଼ିବାକୁ ପଡ଼ିବ। ତାପରେ ନଡ଼ା ନେଇ ତାକୁ ଛାଞ୍ଚ ତିଆରି କରିବାକୁ ପଡ଼ିବ। ତାପରେ ମାଟି ବୋଳି ତାକୁ ଆମେ ମୂର୍ତ୍ତି ଗଢ଼ିବାକୁ ପଡ଼ିବ। ତୁମକୁ କେଉଁ କଣ୍ଢେଇ ବହୁତ ପସନ୍ଦ କୁହ? ତୁମକୁ କେଉଁ କଣ୍ଢେଇ ପିଲାମାନେ ତୁମକୁ ଯେଉଁ କଣ୍ଢେଇ ପସନ୍ଦ ତାହା ତୁମେ ନିଜେ କହିବ ଏବଂ ତାହା ପ୍ରସ୍ତୁତ କରିବ। କାହାର କେଉଁ ମୂର୍ତ୍ତି ପସନ୍ଦ ନା, ତେଣୁ ତୁମମାନଙ୍କୁ ଯାହା ପସନ୍ଦ ତାହା ଏଠାରେ ଲେଖିବ। 2 ନମ୍ବର ଦେଖ ଓ ଲେଖ। ଏଠି ଯାହା ଲେଖା ହେଇଛି ଅଣ୍ଡ ଲେଖା ହେଇଛି ତାକୁ ଆମେ ଦେଖିବା, ଏମିତି ଲେଖିବା ଅଣ୍ଡ। ଏମିତି ପିଲାମାନେ ଲେଖିବା। ତାପରେ ଅଣ୍ଢ। ଚିତ୍ରର ନାମକୁ ଯୁକ୍ତାକ୍ଷର ବାଛି ଲେଖ। ଚିତ୍ରର ନାମକୁ ଯୁକ୍ତାକ୍ଷର ବାଛି ଲେଖ। ଦେଖ ଏଠି ଲେଖା ହେଇଛି ମେଣ୍ଢା। ଏଠି ଯୁକ୍ତାକ୍ଷରଟା କ'ଣ? ଆଣ୍ଢା। ଆଣ୍ଢା ଏଠି ଲେଖିବା ଆଣ୍ଢା ମେଣ୍ଢା। ଷଣ୍ଢ। ଷଣ୍ଢ ଷଣ୍ଢ ଯୁକ୍ତାକ୍ଷର ହେଉଛି ଷଣ୍ଢ। ଖଣ୍ଡା ଅଣ୍ଡ ଯୁକ୍ତାକ୍ଷର ଅଣ୍ଡ। ଯୁକ୍ତାକ୍ଷରଟା ଲେଖିବ ଅଣ୍ଡ ହେଲା ପିଲାମାନେ। ତାପରେ ଆଗକୁ ଯିବା। ପଢ଼ ଲେଖ। ଏଠି ଯାହା ଲେଖା ଯାଇଛି ତାକୁ ଏଇ ବକ୍ସରେ ଲେଖିବ। ଏଠି ଲେଖା ହେଇଛି ଗଣ୍ଡ, ଆମେ ଏଠି ଲେଖିବା ଗଣ୍ଡ। ମୁଣ୍ଡ ମୁଣ୍ଡ। ଭଣ୍ଡା ଲେଖିବା ଭଣ୍ଡା। ଶୁଣ୍ଢ ଲେଖିବା ଶୁଣ୍ଢ ଶୁଣ୍ଢ। ଷଣ୍ଢ ଲେଖିବା ଷଣ୍ଢ। ମେଣ୍ଢା ମେଣ୍ଢା। ଦେଖିଲ ପିଲାମାନେ 5 ନମ୍ବର। ବନ୍ଧନୀ ମଧ୍ୟରେ ଉପଯୁକ୍ତ ଶବ୍ଦ ନେଇ ବାକ୍ୟ ପୂରଣ କର। ମୁଣ୍ଡ, ଶୁଣ୍ଢ, ଅମୃତଭଣ୍ଡା, ଷଣ୍ଢା, ମୁଣ୍ଡିଆ ଲେଖା ହେଇଛି, ତାକୁ ନେଇ ଏ ଶୂନ୍ୟସ୍ଥାନ ପୂରଣ କରିବ। ହାତୀ ଡ୍ୟାସ୍ ହଲାଇ ଚାଲୁଥାଏ। ହାତୀ ଶୁଣ୍ଢ ହଲାଇ ଚାଲୁଥାଏ। ଏଇ ଶୂନ୍ୟସ୍ଥାନରେ ଆମେ ଶୁଣ୍ଢ ବୋଲି ଲେଖିବା। ହାତୀ ଶୁଣ୍ଢ ହଲାଇ ଚାଲୁଥାଏ। ମେଣ୍ଢା ଡ୍ୟାସ୍ଟି ଟାଣ ଭାରି ଟାଣ ମୁଣ୍ଡଟି ଲେଖିବା। ମେଣ୍ଢାର ମୁଣ୍ଡଟି ଭାରି ଟାଣ ମୁଣ୍ଡଟି। ତାପରେ ତା ଡ୍ୟାସ୍କୁ ସାବଧାନ, ତାର ମୁଣ୍ଡିଆକୁ ସାବଧାନ। ମେଣ୍ଢାର ମୁଣ୍ଡିଆକୁ ସାବଧାନ, ତେଣୁ ମୁଣ୍ଡିଆ ଲେଖିବା ଏଠି ମୁଣ୍ଡିଆ। ତାପରେ ପିଆଜ ଡ୍ୟାସ୍ ଖାଇବାକୁ ଭଲ ଲାଗେ। ପିଆଜ ଷଣ୍ଢା ଖାଇବାକୁ ଭଲ ଲାଗେ, ତେଣୁ ଏଠି ଲେଖିବା ଷଣ୍ଢା। ପିଆଜ ଷଣ୍ଢା। ଡ୍ୟାସ୍ ଦେହ ପାଇଁ ହିତକର ଅମୃତଭଣ୍ଡା ଲେଖିବା। ଅମୃତଭଣ୍ଡା ଦେହ ପାଇଁ ହିତକର ଅମୃତଭଣ୍ଡା। କ ସ୍ତମ୍ଭରେ ଥିବା ଚିତ୍ର ସହ ଖ ସ୍ତମ୍ଭରେ ଥିବା ତାର ନାମକୁ ଯୋଡ଼। ଏଠି ଲେଖା ହେଇଛି କ ସ୍ତମ୍ଭ ପ୍ରଥମରେ ଶୁଣ୍ଢ। ଏଠି ଲେଖା ପ୍ରଥମରୁ ଭୁଲ ଦେଇଛି, ତାକୁ ଆମେ ସଜାଡ଼ି ନେବା। ଏଇଟା ହେବ ନାହିଁ। ଏଇଟା ଗେଣ୍ଡାର ଚିତ୍ର ଅଛି, ଗେଣ୍ଡା ସହିତ ଆମେ ଯୋଡ଼ିବା ହେଲା। ଗେଣ୍ଡା। ଭେଣ୍ଡି, ଏଇଟା ଭେଣ୍ଡିର ଚିତ୍ର, ଭେଣ୍ଡି ସହିତ ଯୋଡ଼ିବା। ଭେଣ୍ଡି କେଉଁଠି ଅଛି? ହଁ, ଭେଣ୍ଡି ଯେଉଁଠି ଅଛି ତାକୁ ଭେଣ୍ଡି ସହିତ ଯୋଡ଼ିବା। ପ୍ରଥମଟା ଭୁଲ ଅଛି ହେଲା। ଗେଣ୍ଡା ଏଠି ହେବ ଗେଣ୍ଡା। ତାପରେ ଗଣ୍ଡା ଏଇଟା, ତେଣୁ ଗଣ୍ଡା ସହିତ ଆମେ ଯୋଡ଼ିବା। ଶୁଣ୍ଢ, ଶୁଣ୍ଢ ଏଇଟା
ଶୁଣ୍ଢ ସହିତ ଯୋଡ଼ିବା, ଏଇଟା ଶୁଣ୍ଢ ହେଲା। ଏଇଭଳି ଆମେ ଯୋଡ଼ିବା। 7 ନମ୍ବର, ଗୋଲେରେ ଥିବା ଅଣ୍ଢ ଯୁକ୍ତାକ୍ଷର ସହ ଅଣ୍ଢ ଯୁକ୍ତାକ୍ଷର ଯୋଡ଼ି ନୂଆ ଶବ୍ଦ ଗଢ଼ିବ। ଏଠାରେ ଲେଖାଯାଇଛି ତୁଣ୍ଡ, ସେଭଳି କ'ଣ ହେବ ଲେଖିବ ଗଣ୍ଡ, ଗ ଅଣ୍ଡ ଲେଖିବା ଗଣ୍ଡ। ଖଣ୍ଡ, ଖ ସହିତ ଖଣ୍ଡ ଲେଖିବା ଏଠି ଖଣ୍ଡ। ମଣ୍ଡ, ମଣ୍ଡ ଲେଖିବା ମଣ୍ଡ। ତାପରେ ମୁଣ୍ଡ ଲେଖିବା ମୁଣ୍ଡ। ତାପରେ ଦଣ୍ଡ ଲେଖିବା ଦଣ୍ଡ। କୁଣ୍ଡ, କୁଣ୍ଡ। ତାପରେ ତୁଣ୍ଡ, ତୁଣ୍ଡ। ତାପରେ 8, ଜାଣିଥିବା ଯୁକ୍ତାକ୍ଷର ଗୁଡ଼ିକୁ ଲେଖ। ଆମେ ଯୁକ୍ତାକ୍ଷର ଜାଣିଛେ, সেই ଯୁକ୍ତାକ୍ଷରକୁ ଲେଖିବା। ଅଙ୍କ, ଅଙ୍କ ପରେ କ'ଣ ଅଙ୍ଖ, ଅଙ୍ଖ। ତାପରେ କ'ଣ ଅଙ୍ଗ, ତାପରେ ଅଙ୍ଘ, ଅଞ୍ଚ, ନିଅଞ୍ଚ ଅଞ୍ଚ, ଅଞ୍ଛ, ତାପରେ ଅଞ୍ଜ, ଅଞ୍ଝ, ଅଞ୍ଜ, ଅଞ୍ଝ। ଏଇଭଳି ଆମେ ଲେଖିବା। 9 ନମ୍ବର, ମାମୁନି କାହିଁକି କାନ୍ଦୁଥିଲା? ମାମୁନି କଣ୍ଢେଇ ପାଇଁ କାନ୍ଦୁଥିଲା। ମାମୁନି କଣ୍ଢେଇ ପାଇଁ କାନ୍ଦୁଥିଲା। କଣ୍ଢେଇ ପାଇଁ କାନ୍ଦୁଥିଲା ଲେଖିବା। ଆଈ ମାମୁନି ପାଇଁ କ'ଣ ଗଢ଼ିଦେଲେ? ଆଈ ମାମୁନି ପାଇଁ କଣ୍ଢେଇ ଗଢ଼ିଦେଲେ ଲେଖିବା କଣ୍ଢେଇ ଗଢ଼ିଦେଲେ। ମାମୁଁ କାହିଁକି ସବୁ ରଙ୍ଗ ମାମୁନିକୁ ଦେଲେ? କଣ୍ଢେଇରେ ରଙ୍ଗ ଦେବା ପାଇଁ, କଣ୍ଢେଇରେ ରଙ୍ଗ ଦେବା ପାଇଁ ମାମୁନିକୁ ଦେଲେ। ଶେଷରେ ମାମୁନି କେଉଁ କଣ୍ଢେଇରେ ରଙ୍ଗ ଦେଲା? ଶେଷରେ ମୟୂର କଣ୍ଢେଇରେ ରଙ୍ଗ ଦେଲା, ମୟୂର। ଯଦି ତୁମକୁ ମାଟିରେ ତିଆରି ପାରାଟିଏ ଦିଆଯାଏ, ତେବେ ତୁମେ ତାକୁ କେଉଁ ରଙ୍ଗ ଦେବ? ମାଟିରେ ତିଆରି ପାରା ଦିଆଯାଏ, ତେବେ କିପରି ରଙ୍ଗ ଦେବ? ତାକୁ ପାରାକୁ ଲକ୍ଷ୍ୟ କରି ପିଲାମାନେ ରଙ୍ଗ ଦେବା। ଏଠି ଯାହା ଚିତ୍ର ଦିଆଯାଇଛି ତାକୁ ଆମେ ରଙ୍ଗ ଦେବା। ହାତୀର ଚିତ୍ରକୁ ମଧ୍ୟ ଆମେ ରଙ୍ଗ ଦେବା। 11 ନମ୍ବର, ତଳେ ଦିଆଯାଇଥିବା ପରିବା ଗୁଡ଼ିକରୁ ସବୁଜ ରଙ୍ଗ ପରିବାକୁ ଅଲଗା କରି ଲେଖ। ସବୁଜ ରଙ୍ଗ ପରିବା କିଏ? ପୋଟଳ, ଭେଣ୍ଡି। ତାକୁ ଆମେ ଲେଖିବା ପୋଟଳ, ଭେଣ୍ଡି ସବୁଜ ରଙ୍ଗ, ତେଣୁ ଏଠି ଲେଖିବା ପୋଟଳ, ଭେଣ୍ଡି। କାକୁଡ଼ି, ସାରୁ, ଝୁଡ଼ୁଙ୍ଗ। କାକୁଡ଼ି ଆଉ ଝୁଡ଼ୁଙ୍ଗ ସବୁଜ ପରିବା, ତେଣୁ ଏଠି ଲେଖିବା କାକୁଡ଼ି ଆଉ ଝୁଡ଼ୁଙ୍ଗ। ଅଲଗା କରିଦେବା କାକୁଡ଼ି, ଝୁଡ଼ୁଙ୍ଗ, ଝୁଡ଼ୁଙ୍ଗ। ମୂଳା, ସଜନା ଛୁଇଁ, ବନ୍ଧାକୋବି। ସଜନା ଛୁଇଁ, ବନ୍ଧାକୋବି ଲେଖିବା ସଜନା ଛୁଇଁ, ବନ୍ଧାକୋବି। ଏଠି ଲେଖିବା ବନ୍ଧାକୋବି। ତାପରେ କବିତାଟିକୁ ପଢ଼ି ସାଙ୍ଗମାନଙ୍କ ସହ କଥା ହୋଇ ଧାଡ଼ି ପୂରଣ କର। ମାମୁନି କାନ୍ଦିଲା କଇଁ କଇଁ, ଢୋଲ ବାଜୁଥିଲା ଢାଇଁ ଢାଇଁ ହେବ, ଝାଇଁ ଝାଇଁ ହେବ ଲେଖିବା। ବଗ ବଗୁଲିକୁ କଳା କଲା, କଜଳପାତିକୁ କଲା ଧଳା, କଳା। ବଗ ବଗୁଲିକୁ କଲା ଧଳା, କଜଳପାତିକୁ କଲା କଳା। କାହିଁକି କଳା କଲା? ତା ରଙ୍ଗ କଳା। କଜଳପାତିର ରଙ୍ଗ କଳା। ତାପରେ ତୁମ